ଯାଇଛି ଗୀତ ସଂହିତା 50:15 ଏ କଥା ଲେଖାଯାଇଅଛି। ଚିରପରିଚିତ ବାକ୍ୟ ଅଟେ। ଲେଖାଯାଇଛି ଏ ପ୍ରକାର, ପୁଣି ସଙ୍କଟ ଦିନରେ ଆମ୍ଭକୁ ଡାକ, ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ। ହାଲେଲୁୟା। ପ୍ରିୟ ପ୍ରଭୁଙ୍କ ନାମ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ଧନ୍ୟ ହଉ। ପ୍ରିୟ ପ୍ରଭୁ, ଲୋକମାନେ କେତେ ସୁନ୍ଦର ବାକ୍ୟ, କେତେ ପ୍ରତିଜ୍ଞା ଯୁକ୍ତ ବାକ୍ୟ, କେତେ ଭରସାଦାୟକ ବାକ୍ୟ ଏଠାରେ ଦେଖୁ ଆମ୍ଭେମାନେ। କେଉଁ ସମୟରେ? ସଙ୍କଟ ଦିନରେ, ତୁମମାନଙ୍କର ଦୁଃଖ ସମୟରେ, ତୁମର କ୍ଲେଶ ସମୟରେ, ରୋଗ ସମୟରେ, ଅଭାବ ସମୟରେ, ଅନାଟନ ସମୟରେ, ତୁମ୍ଭେମାନେ ଯଦି ଅସୁବିଧାରେ ଥାଅ, ଅସୁବିଧା ସମୟରେ କ'ଣ କର? ଆମ୍ଭକୁ ଡାକ। ସଦାପ୍ରଭୁ ଆଜି ଏକଥା ମାନେ କହୁଛନ୍ତି, ପ୍ରମିସ୍ କରୁଛନ୍ତି, ପରମିଶନ ଦଉଛନ୍ତି। କହିବାକୁ ଗଲେ କ'ଣ ବୋଲି ଅଧିକାର ଦଉଛନ୍ତି, ଆମ୍ଭକୁ ଡାକ। ଏ ଜଗତରେ କିଏ ଅଛି ପ୍ରିୟ ମାନେ ଯିଏକି ଆଜି ଆମକୁ ଅସୁବିଧା ସମୟରେ, ସଙ୍କଟ ସମୟରେ ମୋତେ ଡାକ ବୋଲି କହିବ? ସମସ୍ତେ ଆଜି ଦେଖୁ ସୁଖର ସାଥୀ ସାଜିଛନ୍ତି ଜଗତରେ, କିନ୍ତୁ ଆମ୍ଭର ଏକମାତ୍ର ପରମେଶ୍ୱର ଏ ପ୍ରକାର ବନ୍ଧୁ ଯିଏକି ଆଜି ଆମ ମାନଙ୍କୁ ଭରସା ଦିଅନ୍ତି, କହୁଅଛନ୍ତି, ଅଧିକାର ଦଉଛନ୍ତି, ଯାହା ବି ପ୍ରୋବ୍ଲେମ୍ ଥାଉ, ଯେକୌଣସି ପରିସ୍ଥିତିରେ ଥାଅ, କ'ଣ କର? ମୋତେ ଡାକ, ଆଉ ମୁଁ କ'ଣ କରିବି? ସେଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବି, ତ ପ୍ରାର୍ଥନାର ଉତ୍ତର ଦେବି। ହାଲେଲୁୟା। କେଉଁ ସମୟରେ? ସଙ୍କଟ ସମୟରେ ପ୍ରିୟମାନେ। ହାଲେଲୁୟା। ବାଇବେଲରେ ଅନେକ ସମୟ ବିଷୟ ଲେଖାଯାଇଛି। ଉପଦେଶ ତାର 3 ପର୍ବରେ ପ୍ରାୟ 9 ପଦ ପର୍ଯ୍ୟନ୍ତ, ଉଠିବାର ସମୟ, ମାନେ ଚିରିବାର ସମୟ, ସିଇବାର ସମୟ, କଥା କହିବାର ସମୟ, ନୀରବ ରହିବାର ସମୟର, ମାରିବାର ସମୟ, ବଞ୍ଚାଇବାର ସମୟ, ଅନେକ ସମୟ ବିଷୟ ରହିଛି। କିନ୍ତୁ ଏଠାରେ ସମୟ କଥା ନୁହେଁ, ଏଠି ଗୋଟେ ପରିସ୍ଥିତି ବିଷୟରେ କୁହାଯାଉଛି। ହାଲେଲୁୟା। ଦେଖୁ ଏଠାରେ ଅନେକ ଲେଖାଯାଇଛି। ତନ୍ମଧ୍ୟ ଦେଖୁ ଉପଦେଶକୁ ତାର 12 ଆଉ 1-2 ଗୋଟେ ବିଷୟ ଲେଖାଯାଇଛି। ପ୍ରିୟମାନେ, ପ୍ରଥମ ବିଷୟ ଦେଖୁ, ଆଉ ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର, ଯେହେତୁ ଦୁଃସମୟ ଆସୁଅଛି। ଯେଉଁ ସବୁ ବର୍ଷରେ ତୁମ୍ଭେ କହିବ, ଏହି ସବୁରେ ମୋହର କିଛି ସୁଖ ନାହିଁ, ସେଇ ସବୁ ବର୍ଷ ସନ୍ନିକଟ ହେଉଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଠାରେ ପ୍ରଥମ ବିଷୟ ଫାଷ୍ଟ ବିଷୟ ଦେଖିଲୁ କ'ଣ? ଦୁଃସମୟ। ହାଲେଲୁୟା। ତେଣୁ ଦେଖୁ, ଏଇ ସମୟ ଆସିବା ପୂର୍ବରୁ, ସେଟା ବି କୋଉ ସମୟରେ, କୋଉ ସମୟ ସ୍ମରଣ କରିବାକୁ କହିଛନ୍ତି? ଯୌବନ କାଳରେ। ହାଲେଲୁୟା। ସେ ଦୁଃସମୟ ଆସୁଅଛି। ଏ ଦୁଃସମୟ ଆସିବା ପୂର୍ବରୁ ଆମେ କ'ଣ କରିବା? ଆପଣାର ସୃଷ୍ଟିକର୍ତ୍ତାଙ୍କ ଆଜି ମାନେ ସ୍ମରଣ କରିବା, ମନେ ପକାଇବା ତାଙ୍କୁ, ଆଉ ତାଙ୍କୁ କ'ଣ କରିବା? ସେବା କରିବା। ସେଥିପାଇଁ ସେ କହୁଛନ୍ତି, ଏ ଦୁଃସମୟ ଆମ ନିକଟରେ ପହଞ୍ଚିବା ପୂର୍ବରୁ, ଦୁଃଖର ସମୟ ଆମ ପାଖକୁ ଆସିବା ପୂର୍ବରୁ, ବିପଦ ସମୟ ଆମମାନଙ୍କ ଜୀବନରେ ଘରିବା ପୂର୍ବରୁ, ପୁଣି ଜାଣି ରଖନ୍ତୁ, ଏ ଦୁଃସମୟ ଆଗାମୀ ଦିନରେ ଆମ ନିକଟକୁ ଆସିବା। ସେଇ ସମୟରେ ତୁମେ କ'ଣ? ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ଆମ ଜୀବନ ସେ ଦୁଃସମୟ ଯେଉଁ ଆସିବାକୁ ଯାଉଛି ଆମ ଜୀବନରେ, ସାରା ପୃଥିବୀ ମଧ୍ୟରେ, କାରଣ ସେଇଦିନ ଆମକୁ କୌଣସି ବିଷୟ ଆମକୁ ରକ୍ଷା କରିପାରିବ ନାହିଁ। ପ୍ରିୟମାନେ, ସୁନା ରୂପା, କୌଣସି ଆମର ମାନେ ସାମର୍ଥ୍ୟ, ପଦବୀ, କୌଣସି ବିଷୟ ଆମକୁ ରକ୍ଷା କରିପାରିବ ନାହିଁ। ସେଇଦିନ ଆମ କୌଣସି ବିଷୟ ରକ୍ଷା କରି। ତେଣୁକରି ପ୍ରିୟମାନେ, ଦେଖୁ ଗୋଟେ ବିଷୟ ଲେଖାଯାଇଛି ସିଫନୀୟ ପୁସ୍ତକରେ 1:18ରେ। କ'ଣ ସର ଲେଖାଯାଇଛି? କ'ଣ? ପୁଣି ସଦାପ୍ରଭୁଙ୍କ କ୍ରୋଧର ଦିନରେ ସେମାନଙ୍କର ରୂପା କିଏ ବା ସେମାନଙ୍କର ସୁନା ସେମାନଙ୍କୁ ଉଦ୍ଧାର କରିପାରିବ ନାହିଁ। ଦେଖୁ ପ୍ରିୟମାନେ, ସଦାପ୍ରଭୁଙ୍କର କୋଉ ସମୟରେ? କ୍ରୋଧର ଦିନରେ ସେମାନଙ୍କ ସୁନା ରୂପା କୌଣସି ବିଷୟ ସେମାନଙ୍କୁ ଉଦ୍ଧାର କରିପାରିବ ନାହିଁ। ତେଣୁ ଏପରି ଏକ ସମୟ ଆସୁଅଛି ଏ ଜଗତ ମଧ୍ୟକୁ। ତେଣୁ ଆମର ଜୀବନରେ ଆମେ କ'ଣ କରିବା? ଆମେ ଆମ ସୃଷ୍ଟିକର୍ତ୍ତାଙ୍କୁ ଆମେ ସ୍ମରଣ କରିବା। ହାଲେଲୁୟା। ପ୍ରଭୁଙ୍କୁ ସମ୍ମୁଖରେ ରଖିକିରି ଆମେ ବଞ୍ଚିବା ଦରକାର। ସଙ୍କଟ ଦିନ ତାଙ୍କଠାରେ ଆଶା ରଖିବା, ଭରସା ରଖିବା, ବିଶ୍ୱାସ କରି ବଞ୍ଚିବା। ହାଲେଲୁୟା। ଆମକୁ ସେଥିପାଇଁ ସେଇ ପ୍ରକାର ବଢିବା, ସେଇ ପ୍ରକାର ଆମକୁ ବଢିବା। ସେଥିପାଇଁ ବାକ୍ୟ ଲେଖାଯାଇଛି ନା, ପ୍ରଥମ କରନ୍ଥୀୟ ତାର 16:13ରେ, ତୁମ୍ଭେ ମାନେ ସମସ୍ତେ ଜାଣିବେ, ତୁମ୍ଭେ ମାନେ ଜାଗ୍ରତ ରହି ବିଶ୍ୱାସରେ ସ୍ଥିର ହୋଇଥାଅ, ସାହସିକ ହୋଇ କ'ଣ ହୁଅ? ବଳବାନ ହୁଅ। ହାଲେଲୁୟା। କ'ଣ ଲେଖା ଅଛି? ଏ ଦୁର୍ଦିନ ଆସିବା ପୂର୍ବରୁ ମାନେ ଜାଗ୍ରତ ରହିବା। ଆଉ ପୁଣି ବି ସବୁଠାରୁ ବଡ଼ ବିଷୟ, ତାଙ୍କଠାରେ ବିଶ୍ୱାସରେ ଆମେ କ'ଣ କରିବା? ସ୍ଥିର ରୁହ ବୋଲି କୁହାଯାଇଅଛି। ଯଦି ଜାଗ୍ରତ ରହିବା ନାହିଁ, ବିଶ୍ୱାସରେ ସ୍ଥିର ରହିବା ନାହିଁ, ତ କେତେବେଳେ ଯେ କ'ଣ ଦୁର୍ଦିନରେ ଆମେ ପଡ଼ିଯିବା ତାହା ମାନେ ଜାଣିପାରିବା ନାହିଁ। ପ୍ରିୟମାନେ, ଯଦି ଜାଣିବା ନାହିଁ କି ସତର୍କ ହବା ନାହିଁ, ଯେପରି ବାଇବେଲରେ ଲେଖା ଅଛି, ଗୋଟେ ଜାଗାରେ ମତ୍ସ୍ୟ ମାନେ ଅଶୁଭ ଧରା ପଡ଼ନ୍ତି, ସେ ପ୍ରକାର ମନୁଷ୍ୟ ଧରା ପଡ଼ିବ ବୋଲିକି ବାକ୍ୟ କହୁଅଛି। କୋଉଥିରେ ଲେଖା ଅଛି? ଉପଦେଶ ତାର 9:12 ଯଦି ଟିକେ ପଢୁ, ତା ଲେଖା ଅଛି କ'ଣ? କାରଣ ମନୁଷ୍ୟ ମଧ୍ୟ ଆପଣା ମୃତ୍ୟୁର ସମୟ
ଜାଣେ ନାହିଁ ଯେପରି ମତ୍ସ୍ୟଗଣ ଅଶୁଭ ଚାଲରେ ପଡ଼ନ୍ତି ଓ ଯେପରି ମତ୍ସ୍ୟଗଣ ଫାନ୍ଦରେ ଧରାଯାଆନ୍ତି, ସେହିପରି ମନୁଷ୍ୟ ସନ୍ତାନ ଗଣ ଅକସ୍ମାତ୍ ଉପସ୍ଥିତ ବିପଦ ସମୟରେ ଧରା ପଡ଼ନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ଏଠାରେ ଦେଖୁ ପ୍ରିୟ ମାନେ, ମନୁଷ୍ୟ ସନ୍ତାନ ମାନେ ମଧ୍ୟ ଯେପରି ମତ୍ସ୍ୟଗଣ ଆଉ ଯେପରି ପକ୍ଷୀ ଗଣ ଫାନ୍ଦରେ ପଡ଼ନ୍ତି, ସେହିପରି ମନୁଷ୍ୟ ମଧ୍ୟ ତାର ଦୁଃସମୟରେ କଣ କରିବ, ପଡ଼ିବ। ଆଉ ସେ ମନୁଷ୍ୟ ମଧ୍ୟ କେତେବେଳେ ପଡ଼ିବ ସେ ଜାଣି ମଧ୍ୟ ପାରିବ ନାହିଁ ବୋଲି କୁହାଯାଉଛି। ତେଣୁ ଆଜି ବାଇବେଲ ପ୍ରକାଶ କରୁଛି, ଆମ ଜୀବନ ମଧ୍ୟରେ ଦୁଃସମୟ ଆସିବା ପୂର୍ବରୁ, ବିପଦ ଆସିବା ପୂର୍ବରୁ ଆମେ ସମସ୍ତେ ପ୍ରଭୁଙ୍କୁ ଡାକ ପକାଇବା, ଜାଗ୍ରତ ରହିବା, ବିଶ୍ୱାସରେ ସ୍ଥିର ରହିବା ଏବଂ ତାଙ୍କୁ ଡାକିଲେ ସେ ଯେ ପ୍ରତିଜ୍ଞା କରୁଛନ୍ତି ଆମ୍ଭେ ତୁମକୁ ଉଦ୍ଧାର କରିବା, ସେ ଉଦ୍ଧାର କରିବେ। କୌଣସି ପରିସ୍ଥିତିରେ ଆମେ ନିରାଶ ହବା ନାହିଁ, ଟେନସନ ନେବା ନାହିଁ, କାରଣ ସେ ଆମର ଆଶ୍ରୟ ଆଉ ବଳ ଅଟନ୍ତି, ଆଉ ଦୁର୍ଦ୍ଦଶା କାଳର ଅତି ନିକଟବର୍ତ୍ତୀ ସହାୟ ବୋଲି ଆମମାନେ ସେ କହୁଅଛନ୍ତି, ପ୍ରତିଜ୍ଞା ଦେଉଅଛନ୍ତି। ତେଣୁ ତାଙ୍କ ଉପରେ ଆମମାନେ କଣ କରିବା, ଭରସା ରଖିବା। ସେ ଦୁର୍ଦ୍ଦଶା ସମୟରେ କେଉଁମାନଙ୍କୁ ରକ୍ଷା କରନ୍ତି ପ୍ରିୟମାନେ? ଗୋଟେ ବାକ୍ୟ ଯଦି ଦେଖିବା, ଗୀତ ସଂହିତାର 41 ଲେଖାଯାଇଛି, ଯେଉଁ ଜନ ଦିନହୀନକୁ ତତ୍ତ୍ୱାବଧାନ କରେ, ଅର୍ଥାତ୍ ଦିନହୀନ ନିମନ୍ତେ ଚିନ୍ତା କରଇ, ସେ ଧନ୍ୟ। ସଦା ପ୍ରଭୁ କୋଉ ଦିନରେ? ଦୁର୍ଦ୍ଦଶା ଦିନରେ ତାହାକୁ ଉଦ୍ଧାର କରିବେ। ହାଲେଲୁୟା। ଦେଖନ୍ତୁ, ଯେଉଁ ଦିନ କାହା ପାଇଁ ଚିନ୍ତା କରେ? ଦିନହୀନ ନିମନ୍ତେ ଚିନ୍ତା କରେ, ତାର ତତ୍ତ୍ୱାବଧାନ କରେ, ତାକୁ ସିଏ ତା କଣ କରିବେ? ଦୁର୍ଦ୍ଦଶା ଦିନରେ ଉଦ୍ଧାର କରିବେ। ହାଲେଲୁୟା। ଦିନହୀନ ନିମନ୍ତେ ଚିନ୍ତା କରନ୍ତି। ଆଚ୍ଛା, ଆପଣ ମାନଙ୍କର ପ୍ରଶ୍ନ ଅଛି, ଦିନହୀନ ମାନେ ଆପଣ କଣ ବୁଝନ୍ତି, କାହାକୁ ବୁଝନ୍ତି? ଯଦି ଜଣେ କି ଦି ଜଣ ମତେ ଅନମ୍ୟୁଟ କରି କହିପାରିବେ ତ ଭଲ ହୁଅନ୍ତା। ଦିନହୀନ କାହାକୁ କହନ୍ତି ଆପଣ ମାନଙ୍କ ନଜରିଆରେ? କାହାକୁ ବୋଲି ଭାବନ୍ତି ଆପଣ? ହାଲେଲୁୟା। ସାଧାରଣତଃ ଦିନହୀନ ଲୋକ ବୋଲି କହିଲେ ଆମେ କାହାକୁ ବୁଝୁ? ଠିକ ଅଛି, ଯଦି କହୁନାହାନ୍ତି ଠିକ ଅଛି। ଏଠାରେ ଲେଖାଯାଏ, ଗୋଟେ କଥା କହିବି, ଦିନହୀନ ମାନେ କିଏ? ଆପଣ କାହାକୁ ଭାବନ୍ତି ମୁଁ ଜାଣେ, ଆମେ ଦିନ ଦୁଃଖୀ ଦରିଦ୍ରକୁ ଭାବିଥାଉ, କିନ୍ତୁ ଏଠାରେ ଗୋଟିଏ ବିଷୟ ଲେଖା ଅଛି ବାଇବେଲିକାଲ ହିସାବରେ। ଦିନ ଲୁକ ତାର 6:20 ଲେଖାଯାଇଛି କଣ? ସେ ସମୟରେ ସେ ଆପଣ ଶିଷ୍ୟ ମାନଙ୍କୁ ଦେଖି କହିଲେ, ଦିନହୀନ ଯେ ତୁମ୍ଭେ ମାନେ ଧନ୍ୟ, କାରଣ ଈଶ୍ୱରଙ୍କ ରାଜ୍ୟ ତୁମ୍ଭ ମାନଙ୍କର। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଦିନହୀନ ମାନେ କିଏ? ଯୀଶୁ ଖ୍ରୀଷ୍ଟ ଶିଷ୍ୟ ମାନଙ୍କ ଆଡକୁ ହସ୍ତ ଉଠାଇ କହିଲେ, ଦିନହୀନ ଯେ ତୁମ୍ଭେ ମାନେ। ହାଲେଲୁୟା। ଖ୍ରୀଷ୍ଟଙ୍କର ସେବକ, ଖ୍ରୀଷ୍ଟଙ୍କର ଶିଷ୍ୟ ମାନେ, ହେଲେ ଶିଷ୍ୟ ମାନେ ଦେଖି କହୁଛନ୍ତି, ଖ୍ରୀଷ୍ଟଙ୍କର ସେବକ ମାନେ, ସେବିକା ମାନେ ହଉଛନ୍ତି ପ୍ରକୃତ ଦିନହୀନ। ସେମାନେ ପ୍ରକୃତ ଦିନହୀନ ଅଟନ୍ତି ମୋ ପ୍ରିୟ ମାନେ। ହାଲେଲୁୟା। ହିତୋପଦେଶରେ ଲେଖା ହେଇଛି 22:9, ଯାହାର ଦୟା ଦୃଷ୍ଟି ସେ ଆଶିଷ ପାଇବ, ଯେହେତୁ ସେ ଆପଣ ଆହାରରୁ ଦିନହୀନକୁ ବିତରଣ କରେ। ହାଲେଲୁୟା। ଆପଣା ଧନ ଦ୍ୱାରା, ଆପଣ ଆହାରରୁ ଦିନହୀନ ମାନଙ୍କ ନିମନ୍ତେ, ପ୍ରଭୁଙ୍କର ଲୋକମାନଙ୍କ ସକାଶେ, ତାଙ୍କର ଦାସ ଦାସୀ ସକାଶେ, ତାଙ୍କ ସେବାକାରୀ ଲୋକମାନଙ୍କ ସକାଶେ ଯେଉଁମାନେ ଚିନ୍ତା କରନ୍ତି, ଆଉ ସେମାନଙ୍କୁ ପ୍ରଭୁ କଣ କରିବେ? ଦୁର୍ଦ୍ଦଶା ଦିନରେ ଉଦ୍ଧାର କରିବେ, ତାହାକୁ ରେସ୍କ୍ୟୁ କରିବେ, ତାକୁ ଏସ୍କେପ୍ କରିବେ। ହାଲେଲୁୟା। ତାକୁ ଉଦ୍ଧାର କରିବେ। ବାସ୍ତବିକ ଭାବେ କହିବାକୁ ଗଲେ, ବାକ୍ୟରୁ ପଢିଲା ଭଳିଆ ବାଇବେଲ ଭିତ୍ତିକ ଆମେ ପ୍ରକୃତରେ ତାକୁ ପଢୁ, ଜାଣିଲୁ ଦିନହୀନ କାହାକୁ କୁହାଯାଏ। ବାକ୍ୟରେ ଦେଖୁ, ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଯଦି ଦେଖିବା, ଶିଷ୍ୟ ମାନେ ସେବକ ମାନେ ପ୍ରକୃତ ସେମାନଙ୍କର ଦିନହୀନ ଅଟନ୍ତି ବୋଲିକିରି ପ୍ରଭୁ ଏଠି ଅଭିହିତ କରୁଅଛି। ସେଥିପାଇଁ ତ ଦିନ ଯୀଶୁ କଣ କଲେ? ସିମୋନ ପିତର ଗୃହକୁ ଯାଇଥିବା ବେଳେ ଗୋଟେ ସ୍ତ୍ରୀ ଲୋକ ବହୁମୂଲ୍ୟ ଜଟା ମାଂସ ତୈଳ ଆଣି କଣ କଲା? ଆପଣ ସେ ଷ୍ଟୋରି ସମସ୍ତେ ଜାଣି ଅଛନ୍ତି। କଣ କଲା? ଆଣିକିରି ତାଙ୍କ ପାଦରେ ଆଣିକି ପାଦ ଢାଳି ଦେଲା, ଆଉ ପୋଛିବାକୁ ଲାଗିଲା, ଆଉ ଚୁମ୍ବନ କରିବାକୁ ଲାଗିଲା। ୟା ଦେଖି ସିମୋନ ମାନେ କଣ କହୁଛନ୍ତି? କଣ ଭାବୁଥିଲେ? ସେ ଏ ସ୍ତ୍ରୀ ଲୋକ ଯୋଉ ତୈଳ ଢାଳି ଦଉଛି, ଏଟା ବେକାର କରିଦଉଛି। ଏ ତୈଳକୁ ଆମେ, ସିଏ କଣ କରିପାରିଥାନ୍ତା? 150 ଟଙ୍କାରେ ବିକ୍ରୟ କରିକିରି କଣ କରେ? ଗରିବ ଲୋକମାନଙ୍କୁ ଦାନ କରି ପାରିଥାନ୍ତା। ହାଲେଲୁୟା। ସେଠାରେ ସେ ଦରିଦ୍ର ମାନଙ୍କୁ, ଦିନହୀନ ଦରିଦ୍ର ଲୋକଙ୍କୁ ଦାନ କରି ପାରିଥାନ୍ତା। କିନ୍ତୁ ଯୀଶୁ ସିମୋନଙ୍କର ମନ କଥା ଜାଣିକିରି କଣ କହିଲେ ପ୍ରିୟ ମାନେ? ସିମୋନ, ତମେ ଯାହା ଭାବୁଛ ତାହା ଠିକ ନୁହେଁ। ମୁଁ ତୁମ ଗୃହକୁ ଆସିଲିଣି, କେତେବେଳେ ଆସିଲି, କିନ୍ତୁ ତ ମତେ ଜଳ ଦେଲ ନାହିଁ, ଗାମୁଛା ଦେଲ ନାହିଁ, କି ଖାଇବାକୁ ଦେଲ ନାହିଁ, କି ପ୍ରେମ କଲ ନାହିଁ। ଆଉ ଦରିଦ୍ର ମାନେ ତ ସବୁବେଳେ ତୁମ ସାଙ୍ଗରେ ଥିବେ,
କିନ୍ତୁ ମୁଁ ତମ ସାଙ୍ଗରେ ନଥିବି। ଏ ଯାହା କରିଛି ଉତ୍ତମ ବିଷୟ କରିଛି, ସେ ମତେ କଣ କରିଛି? ଅଭିଷିକ୍ତ କରିଅଛି। ସେ ଅମୂଲ୍ୟ ଜଟା ମାଂସ ତୈଳ ତହିଁରେ ପରମେଶ୍ୱରଙ୍କର ବାକ୍ୟରେ ଲେଖାଯାଇଛି। ସେ ଯେତେବେଳେ ଶିଶି ଖୋଲି ତୈଳ ଢାଳୁଛନ୍ତି, ପ୍ରିୟମାନେ ପୋଛୁଛନ୍ତି, ଚୁମ୍ବନ କରୁଛନ୍ତି, ଲେଖା ଅଛି ସାରା ଘରଟି ମହକି ଗଲା। ହାଲେଲୁୟା। କାହାର ମହକରେ? ସେଇ ତୈଳର ମହକରେ ମହକି ଗଲା। ଦିନହୀନ ନିମନ୍ତେ ଯେ ଚିନ୍ତା କରାଇ, ଯେଉଁମାନେ ସେ ବିଷୟରେ ଚିନ୍ତା କରନ୍ତି, ପ୍ରଭୁ ତାର ସେବା, ତାହାର କର୍ମ, ତାର ପ୍ରାର୍ଥନା, ତା ଧର୍ମ କର୍ମ କଣ ହବ? ସାରା ପୃଥିବୀରେ ଚହଟି ଯିବ। ସେଇ ମହକ ସାରା ପୃଥିବୀରେ ଚହଟି ଯିବ। ଆଉ ସେ ମହକ ବାସନା ଯେଉଁମାନଙ୍କୁ ସ୍ପର୍ଶ କରିବ, ସେଇ ପ୍ରକାର ବ୍ୟବହାର ଦ୍ୱାରା ସେମାନଙ୍କର ଜୀବନ बदली जीव मो प्रिय माने चेंज आसी जीव बदलाहट दिखेगा उसकी जिंदगी में। हालेलुया। से महक अनेकों को से दिन टाणी आनिबो, अनेक से आकर्षित हेबे। तेणु आम जीवन मध्य यही वाक्य आमको शिक्षा दउछि कोन, जेउ जन दिन हन मान निमंते चिंता करे ताहाकु सदा प्रभु दुर्दशा समय रे कोन करिवे? रक्षा करिवे। आउ से दिनहीन माने प्रभुंकर शिष्य शिष्या माने अटंती। हालेलुया। आ से जहा आम जीवन रे जीवन निमंते प्रतिज्ञा करियछंती, सेथिरे से विश्वस्त आ न्यायवान परमेश्वर आम मान निकट रे अछंती मो प्रिय माने। हालेलुया। विपद समय उत्तर देवा, दुर्दशा समय उद्धार करने को, रोग समय सुस्थता देव से विश्वस्त न्यायवान परमेश्वर अटंती, करी अछंती। मो जीवन रे करी अछंती। मु मोर ज्वलंत उदाहरण तार, कारण से वाक्य प्रकाश करती, मशांग द्वारा कहती से आरोग्यकारी जेहोवा राफा परमेश्वर अटंती। तेणु आज परमेश्वर वाक्य अनुଯାयी ये दुःसमय रक्षा पाइबा निमंते आज आम कौन करबा दरकार? आम जीवन रे प्रथम विषय होछि आमे विश्वास रे स्थिर रहिबा आ सचेतन रहिबा। द्वितीय विषय देखु आम जीवन में समस्त दिनहीन निमंते चिंता करबा, तहिरे दुर्दशा काल से आम जे रक्षा पाई परिबा ताहा से कहउछंती। आ नहेले मत्स्य सदृश दिने अशुभ जाल रे आम धरा पड़िबा, आ आम ताहा जानि मध्य परिबा नाही। द्वितीय विषय बा समय देखिबा, जहाँ लेखा दिया अछि विलाप पुस्तक रे लेखा अछि कोन? प्रथम देखिलु दुःसमय, बर्तमान देखिले विलाप 4:8 लेखा अछि कोन? से माने आंभ मानकर पाद विक्षेप छकी रही अछंती। आंभे माने अपना दांड रे बुली न पारू। आंभ मानकर शेष निकट, आंभ मानकर आयु संपूर्ण हैला, कारण आंभ मानकर शेष काल उपस्थित। आंभ मानकर एक शेष काल अछि प्रिय माने। आ शेष काल रे शत्रु कोल कोची मारी आसुची जगत मध्य रे, केतेबेले काहाकू ग्रासीबी बोली, काहा केते मारीबी बोली आमानक जीवन रे। सेथिपाई आमे ए शेष समय रे विशेष रूपे जाग्रत रहिबा। प्रथम विषय देखलु दुःसमय, द्वितीय विषय देखुछु शेष समय। देखु दुःसमय ठारू शेष समय अति भयंकर अटे प्रिय माने। आउ ए शेष समय रे कोन होची? शत्रु मारी आसु अछि। सेथिपाई बाइबल लेखा अछि परमेश्वर वाक्य रे प्रथम पितर 5:8 रे गोटे विषय लेखा अछि, सचेतन होई जाग्रत रो, तुम मानकर विपक्ष शैतान सिंह प्राय गर्जन करी काहाकू ग्रासिबो ଏହା कोन करूछि? खोजी बुलुअछि। जगिगिरी बसी नाही, से खोजी खोजी बुलुछि, अपेक्षा करी नाही प्रिय माने। से आज समस्त चारिआडे बुली बुली की से खोजी बुलुअछि। हालेलुया। काहाकू से ग्रास करिवो। आउ जदि आमे ताहा केही भी जानी पारिबु नाही, हैं केही ताहा करि पारिबे नाही, सेथिपाई बाइबल लेखा अछि ना। हालेलुया। शैतान बुलुअछि, से केतेबेले काहाकू धरिबो। तेणु करी आज माने कोउ प्रकार माने रहिबा कथा। आ से बाइबल लेखा अछि कोन? जे असत कर्म करियो ताकू से ग्रास करियो, किंतु जे सत कर्म करियो ताकू से ग्रास करिवो नाही। कारण पाप कोन हेछि? द्वार निकट रे छक्की बसी अछि प्रिय माने, आमान अटैक करिवा पई से छक्की बसिछि। तेणु आम जीवन मध्य रे आमे कोन करबा? सत्कर्म करी बंचिबार आवश्यकता रही। सत्यता रे हम सेवा करी बंचिबा, सत्यमय जीवन काटिबा, सत्य पवित्र आत्मांकर सेवा आम माने ए दिन मानकरे करिबा। तेबे जाय कि आम जीवन मध्य रे सिंह प्राय गर्जन करी आसुଥିବା शैतान मध्य कोन करियो? आमर किछि क्षति करी पारिबो नाही। से आज आमକୁ ग्रास करी पारिबो नाही। कारण आमे कोन करिछु? सचेतन अछु, आमे आज जाग्रत अछु। न हेले आज शेष समय रे समस्त को से ग्रास करूछि। की प्रकार आमे समस्ते जानि अछि ए दिन मानकरे। हालेलुया। बड़ बड़ लीडर मान को ग्रास कर दोछि, बड़ बड़ प्रभुकर दास मान को ग्रास करछि ए दिन मानकरे। अनेक बड़ बड़ पावरफुल मिनिस्ट्री जो मान प्रीचर मान से मान कोन करछि? ग्रास कर पतित होई जाउछन्ती प्रियल माने। काहे रे होउछन्ती? ए दिन मानकर देखु टंकारे, सुनारे, रूपारे, पद पदवी रे, प्रतिपत्ति रे, प्राय ए सब से मान कोन होउछन्ती? आसक्त होउछि। शैतान ग्रास करि दउछि कोन भाव रे।
ସେମାନେ କଣ କରୁଛନ୍ତି ବିନଷ୍ଟ ହେଇଯାଉଛନ୍ତି ପ୍ରିୟ ମାନେ ହାଲେଲୁୟା। କିନ୍ତୁ ସେ ଆମକୁ ଗ୍ରାସ ନ କରୁ ଏଥିସକାଶେ ଆମେ କଣ କରିବା ଜାଗ୍ରତ ରହିବା ସଚେତନ ରହିବା ଦରକାର। ଆଉ ବିଶେଷ କରି ଏଇ ଶେଷ ସମୟରେ ଆମକୁ ବିଶେଷ ରୂପେ ଜାଗ୍ରତ ରହିବା ଦରକାର। ସେଥିପାଇଁ ବାଇବେଲରେ ଜ୍ଞାନୀ ସଲୋମନ ଗୋଟେ କଥା କହିଲେ, ମନୁଷ୍ୟ ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ, ମାତ୍ର ତହିଁର ଶେଷରେ କଣ ଥାଏ ମୃତ୍ୟୁର ପଥ ଥାଏ ବୋଲି ଲେଖା ହେଇଛି। ମୃତ୍ୟୁ ଛକି ବସିଛି, କାହାକୁ କେତେବେଳେ ଗ୍ରାସ କରିବ ସେଇଟା ଆମେ କହିପାରିବା ନାହିଁ। ଗୋଟେ ଆଶ୍ଚର୍ଯ୍ୟର ବିଷୟ ତାଙ୍କ ପ୍ରେମ ଅଟେ। ଆମେ ପ୍ରଭୁଙ୍କର କରୁଣା ଓ ଦୟାରେ ଆଜି ଆମେ ବଞ୍ଚି ଅଛୁ। ପ୍ରଭୁ ଆମମାନଙ୍କୁ ବଞ୍ଚାଇ ରଖିଛନ୍ତି ପ୍ରତିଟି ରୋଗରୁ, ପାପର, ମୃତ୍ୟୁରୁ, ଅନ୍ଧକାରରୁ। ଆଜି ପ୍ରକୃତରେ ଆମେ ସେଇ ଭାଗ୍ୟବାନ ବ୍ୟକ୍ତି ଅଠୁ ଯିଏକି ଆମ ପ୍ରତି ଦୟା ଦୃଷ୍ଟି ରଖିଅଛନ୍ତି, ଦୟାରେ ବିଗଳିତ ହୋଇଛନ୍ତି ସେଇ ପରମେଶ୍ୱର। କିନ୍ତୁ ଅନେକ ଲୋକ ଆଜି ଏ ଜଗତ ଛାଡି ଚାଲି ଯାଇଛନ୍ତି। କାହିଁରେ କାହିଁକି ନା ଶୈତାନ ସେମାନଙ୍କୁ ଆଜି ଆକ୍ରମଣ କରିଅଛି, ମୃତ୍ୟୁ ସେମାନଙ୍କୁ ଆକ୍ରମଣ କରିଅଛି। ତେଣୁ ଆମେ ସଦା ସର୍ବଦା ସଚେତନ ମାନେ ରହିବା, ଯେପରିକି ଦୁଃସମୟରୁ ବଞ୍ଚିକି ଆସି ଶେଷ ସମୟରେ ଆମେ ଧରା ନ ପଡୁ। ତେଣୁ ମୋ ପ୍ରିୟ ପରିବାର, ମୋ ମଣ୍ଡଳୀ, ମୋ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଇ ଶେଷ ସମୟରେ ନିଜ ନିଜ ଜୀବନକୁ ଆମେ କଣ କରୁ ଜାଗ୍ରତ କରୁ ଆଉ ପ୍ରସ୍ତୁତ କରୁ ନିଜକୁ। ଜୁନ ସବୁ ପରି ନ ଭାବୁ ମୋର କିଛି ହବ ନାହିଁ, ମୁଁ ପରମେଶ୍ୱର ଠାରୁ କଣ କରି ଲୁଚିକି ପଳେଇଯିବି। କିନ୍ତୁ ସମସ୍ତେ ଜାଣୁ ସେ କାହାଣୀ, ତାଙ୍କୁ କିପରି ସମୁଦ୍ରରେ ନିକ୍ଷେପ କରାଯାଉଛି, ମାଛର ପେଟକୁ ଚାଲି ଯାଉଛି, ସେଠାରେ ଲେଖାଯାଇଛି ସିଏ ମୂର୍ଚ୍ଛିତ ହୋଇଗଲା, ସେନ୍ସଲେସ୍ ହେଇଗଲା। ସେନ୍ସ ଆସିଲା ପରେ ସେ ଖୋଜି ବୁଲୁଛି ରାସ୍ତା କୁଆଡେ ବୋଲି, ହେଲେ ତାକୁ ରାସ୍ତା କୁଆଡେ ଆଉ ଦେଖାଯାଉନି। ମାଛ ବି ଆଡେ ଟେନସନ ହେଇଯାଉଛି, ଆରେ କଣ କରି ଆକୁ ହଜମ କରିପାରୁନାହିଁ କି ନା ନିଗଲ ସକ୍ତା ହେ ନା ଉଗଲ ସକ୍ତା ହଉ। ତ ଏଇଭଳିଆ ସିଏ ବି ଭାବୁଛି, ସିଏ ବି ଟେନସନ ଅଛି, ଉଭୟ ପ୍ରୋବ୍ଲେମରେ ଭାବୁଛନ୍ତି ରହିଛନ୍ତି। ପ୍ରୋବ୍ଲେମ ମାଛ ଭାବୁଥିବ ପ୍ରଭୁ ମତେ ଏମିତି ପଠେଇଦିଏ, ଆକୁ କିଛି ହଜମ ବି କରିପାରୁନାହିଁ। ଏଇପରି ଆମ ଜୀବନରେ ସମୟ ନ ଆସୁ। ତେବେ କଥା ସେଠି ନାହିଁ, ସେ କହନ୍ତି କଣ ସଙ୍କଟ ସମୟରେ ଆମକୁ ଡାକ, ଆମେ ଉତ୍ତର ଦେବା। ବାଇବଲରେ ଦେଖିଲୁ କଣ ପ୍ରଥମଟା ଦେଖିଲୁ ଦୁଃସମୟ, ଦ୍ୱିତୀୟ ଦେଖିଲୁ ଶେଷ ସମୟ, ତୃତୀୟ ବିଷୟ ଦେଖିବା କଣ ଲେଖା ହେଇଛି। ଆଉ ଗୋଟେ ବିଷୟ ସମୟ ବିଷୟରେ ପରମେଶ୍ୱର ବାକ୍ୟରେ ଲେଖାଯାଏ, ଲୁକ ତାର 19:42-43ରେ, ତୁ ହିଁ ଯଦି ଶାନ୍ତିର ବିଷୟ ଗୁଡିକ ଜାଣିଥାନ୍ତୁ, ମାତ୍ର ଏବେ ସେଗୁଡିକ ତୋ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି। ଯେତେବେଳେ ଈଶ୍ୱର ତୋତେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ, ତାହା ତୁ ନ ଜାଣିବା ହେତୁରୁ ଯେଉଁ ସମୟରେ ତୋ ଶତ୍ରୁ ମାନେ ତୋ ଚାରିଆଡେ ବନ୍ଧ ବାନ୍ଧି ତୋତେ ଘେରି ଅବରୋଧ କରିବେ, ପୁଣି ତୋତେ ଓ ତୋ ମଧ୍ୟରେ ଥିବା ତୋ ସନ୍ତାନ ମାନଙ୍କୁ ଭୂମିରେ କଚାଳି ଚୂର୍ଣ୍ଣ କରିବେ, ଆଉ ତୋ ମଧ୍ୟରୁ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ ରହିବାକୁ ଦେବେ ନାହିଁ, ଏପରି ସମୟ ତୋ ଉପରେ ଆସିବ। ହାଲେଲୁୟା। ଏଠାରେ ଦେଖୁ ପରମେଶ୍ୱର ବାକ୍ୟରେ ଏହା ପରମେଶ୍ୱର କହିଲେ କଣ କୃପା ଦୃଷ୍ଟିର ସମୟ, ଅନୁଗ୍ରହର ସମୟ। ଆମେ କେଉଁ ଆମେ ବର୍ତ୍ତମାନ ତାଙ୍କର କୃପା ଦୃଷ୍ଟିରେ ଅଛୁ, ଅନୁଗ୍ରହର ସମୟରେ ଆମେ କାଳାତିପାତ କରୁଅଛୁ। ତାଙ୍କର ଅନୁଗ୍ରହ ଦ୍ୱାରା ସାରା ପୃଥିବୀବାସୀ ଆଜି ବଞ୍ଚି ଅଛନ୍ତି। ପ୍ରିୟମାନେ, ଆମେ ପାପ କଲେ ମଧ୍ୟ ପ୍ରଭୁ ଆଜି ହଠାତ୍ ଦଣ୍ଡ ଦଉନାହାନ୍ତି। ଅବାଟରେ ଗଲେ ବି ତଦନୁସାର ଦଣ୍ଡ ମାନେ ପାଉନାହୁଁ, କି ଭୁଲ କଲେ ମଧ୍ୟ ସେ ପରିତ୍ୟାଗ ମାନଙ୍କୁ ଆଜି ପର୍ଯ୍ୟନ୍ତ କରିନାହାନ୍ତି। ଆଉ ଆମେ ଯଦି ସେଇ କୃପା ଦୃଷ୍ଟିର ସମୟକୁ ଯେବେ ଜାଣିବା ନାହିଁ, ଗୋଟେ ଦିନ ଆମେ ବିଚାର ଦିନରେ କଣ କରିବା ଧରା ପଡିବା। ସେଥିପାଇଁ ଯୀଶୁ ସେଦିନ କହିଲେ, କଣ କହିଲେ, ଯୀଶୁ ଯେତେବେଳେ ଗଧ ଉପରେ ବସିକି ଯାଉଛନ୍ତି ଆଉ ଜେରୁସାଲେମ ମନ୍ଦିରକୁ ଦେଖି କଣ କହୁଛନ୍ତି, ମନେ ମନେ ସେ କାନ୍ଦୁଛନ୍ତି, ଦୁଃଖ କରୁଛନ୍ତି। ଆଉ ଟିକେ ତାକୁ ପଢିବା ଦେଖିବା। ତୁ ଯଦି ଶାନ୍ତିର ବିଷୟ ଜାଣିଥାନ୍ତୁ, ମାତ୍ର ଏବେ ସେଗୁଡିକ ତୋ ଦୃଷ୍ଟିର ଗୁପ୍ତ ହୋଇଅଛି। ହାଲେଲୁୟା। ଈଶ୍ୱର ପରିଚୟ ଯଦି ଆମେ ପାଇଥାନ୍ତୁ, ସେ କହିବା କଥା କଣ, ତୁ ଯଦି ଜାଣିଥାନ୍ତୁ ସେଇ ଦୁଃଖ, ଆଉ ତୁ ଯଦି ଶାନ୍ତିର ବିଷୟ ଜାଣିଥାନ୍ତୁ, ଶାନ୍ତି କର୍ତ୍ତାକୁ ଯଦି ଚିହ୍ନିଥାନ୍ତୁ, ଶାନ୍ତିର ରାଜକୁମାର କିଏ ବୋଲି ଜାଣିଥାନ୍ତୁ, ଶାନ୍ତିର ଈଶ୍ୱର ପରିଚୟ ଯଦି ତୁ ପାଇଥାନ୍ତୁ, ତାହେଲେ ଆଜି ତାଙ୍କ ଦୃଷ୍ଟିକୁ କଣ କଥା କୃଷରେ ଆଜି ଜଣେଇ ନଥାନ୍ତୁ, ତାଙ୍କ 30 ମୁଦ୍ରାରେ ବିକ୍ରି କରି ନଥାନ୍ତୁ, ତାଙ୍କ ବିରୁଦ୍ଧରେ ନାନା ଷଡ଼ଯନ୍ତ୍ର କରିନଥାନ୍ତୁ, ତାଙ୍କୁ କରଡ଼ା ପ୍ରହାର କରାଇ ନଥାନ୍ତୁ, ତାଙ୍କୁ କୃଷରେ କିମ୍ବା ମାରି ନଥାନ୍ତୁ, କାରଣ ସେ ଶାନ୍ତିର ରାଜକୁମାରକୁ ସିଏ ଜାଣି ନାହିଁ। ତୁ ଜାଣିନାହୁଁ ବୋଲି ସେଥିପାଇଁ ସେ ଏ ପ୍ରକାର କରୁଅଛି। ଏହା କେତେ ଦୁଃଖର ବିଷୟ। ସେଥିପାଇଁ ସେଦିନ ଯୀଶୁ ଶେଷ ରାତ୍ର ଭୋଜରେ କହିଲେ, ଯେ ମୋ ସହିତ ରୋଟି ବୁଡାଇଲା, ସେ ମତେ ହସ୍ତରେ କଣ କରିବ ସମର୍ପିତ କରିବ। ସମସ୍ତେ ପଚାରୁଛନ୍ତି, ଗୁରୁ ସିଏ କି ମୁଁ କି, ସିଏ କି ମୁଁ କି? ଯୀଶୁ କିନ୍ତୁ କହୁଛନ୍ତି କଣ, କାହା କିଛି ନବ, ବର୍ତ୍ତମାନ ମୋ ସାଙ୍ଗରେ ଯିଏ ରୋଟି ବୁଡାଇଲା ସିଏ ବୋଲି। କେତେ ଜଣ ଡରିକି ପଚାରନ୍ତି, ସମସ୍ତେ ଜୋହନକୁ ପଚାରିବେ, ଜୋହନ ତାଙ୍କର ପ୍ରିୟ ଥିଲା, ତେଣୁ ପଚାର, ତୁ ଟିକେ ପଚାର। ସେ ପଚାର, ଯୀଶୁ ସେ କିଏ? ଯୀଶୁ କହୁଛନ୍ତି, ଯିଏ ମୋ ସହିତ ସଙ୍ଗରେ ରୋଟି ବୁଡାଇଲା। ସେ କେତେ ବଡ ଦୁଃଖର ବିଷୟ। ସେଥିପାଇଁ ଯୀଶୁ କହିଲେ, ହାୟ ସେ ଜନ୍ମ ହୋଇନଥିଲେ
ଭଲ ହୋଇଥାନ୍ତା। କାରଣ କାହିଁକି ନା ସେ ତାକୁ ସେ ଚିହ୍ନି ପାରିଲା ନାହିଁ ପ୍ରଭୁଙ୍କୁ। ସେ ଶାନ୍ତିର ପ୍ରତୀକ ଈଶ୍ୱରଙ୍କୁ ଜାଣିପାରିଲା ନାହିଁ, ଶାନ୍ତିର ରାଜକୁମାରକୁ ଜାଣିପାରିଲା ନାହିଁ, ତାଙ୍କୁ ବୁଝିପାରିଲା ନାହିଁ। ପ୍ରିୟମାନେ ଦେଖୁ ପ୍ରିୟମାନେ, ଆଜିର ଦୁନିଆରେ ମଧ୍ୟ ଅନେକ ଲୋକ ଯୀଶୁଙ୍କୁ ଚିହ୍ନି ପାରୁନାହାନ୍ତି, ଯୀଶୁ କିଏ ବୋଲି ଜାଣିପାରୁନାହାନ୍ତି। ଯୀଶୁ କିଏ? ଆଉ ଯୀଶୁ ଯଦି ଗୋଟେ ଭିନ୍ନ ଅବତାର ନେଇ ଆସିଥାନ୍ତେ, ଖଣ୍ଡା କାତି ବର୍ଚ୍ଚା ଗଦା ପଦ୍ମ ସବୁ ଧରିକି ଆସିଥାନ୍ତେ, ହୁଏତ ଲୋକମାନେ ବିଜାତି ମାନଙ୍କ ତାଙ୍କୁ ପୂଜା କରିଥାନ୍ତେ। ସେ ଗୋଟେ ସାଧାରଣ ମାନବ ରୂପରେ ଆସିବାରୁ, ଗଧ ଉପରେ ବସି ଯିବାରୁ କେହି ତାଙ୍କୁ ପ୍ରଭୁ ବୋଲି ସେ ଗ୍ରହଣ କଲେ ନାହିଁ। ଘୋଡ଼ା ଉପରେ ହାତୀ ଉପରେ ବସିଥିଲେ, କେଜାଣି କ'ଣ ହେଇଥାନ୍ତା। ସେଥିପାଇଁ ସେ କହିଲେ, ତୁ ଶାନ୍ତିର ସମୟ ଯଦି ଜାଣିଥାନ୍ତୁ, ଚିହ୍ନି ପାରିଲୁ, ଶାନ୍ତିର ସମୟ ଜାଣିପାରିଲୁ ନାହିଁ, ଚିହ୍ନି ପାରୁନାହିଁ। ସେଥିପାଇଁ କ'ଣ ଲେଖା ଅଛି, ମାତ୍ର ଏବେ ସେଗୁଡ଼ିକ ତୋ ଦୃଷ୍ଟିରୁ ଗୁପ୍ତରେ ରଖାଯାଇଅଛି। ତାକୁ ଯଦି ପୁରା ପଢ଼ିଲେ, ହଁ, ଗୁପ୍ତ ରଖାଯାଇଅଛି, ଯେତେବେଳେ ଈଶ୍ୱର ତୋତେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ, ତାହା ତୁ ନ ଜାଣିବା ହେତୁରୁ ଯେଉଁ ସମୟରେ ତୋ ଶତ୍ରୁମାନେ ତୋ ଚାରିଆଡ଼େ ବନ୍ଧ ବାନ୍ଧି ତୋତେ ଘେରି ଅବରୋଧ କରିବେ, ପୁଣି ତୋତେ ତୋ ମଧ୍ୟରେ ଥିବା ସନ୍ତାନମାନଙ୍କୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବେ, ଆଉ ତୋ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ ରହିବାକୁ ଦେବେ ନାହିଁ, ଏପରି ସମୟ ତୋ ଉପରେ ଆସିବ। ହାଲେଲୁୟା। ଦେଖୁ ପ୍ରିୟମାନେ, ଯୀଶୁ ଦୁଃଖିତ ହୋଇ କହୁଛନ୍ତି କ'ଣ? ଜେରୁସାଲେମ ମନ୍ଦିରକୁ ଦେଖିକିରି କହୁଛନ୍ତି, ଯେଉଁ ସମୟରେ ମନ୍ଦିର ଗୋଟିଏ ପଥର ଅନ୍ୟ ଏକ ପଥର ଉପରେ ରହିବ ନାହିଁ, କାରଣ ତୁ କୃପା ଦୃଷ୍ଟିର ସମୟକୁ ଜାଣିଲୁ ନାହିଁ, ଅନୁଗ୍ରହର ସମୟକୁ ତୁ ବୁଝିଲୁ ନାହିଁ, ତୁ ଜାଣିପାରିଲୁ ନାହିଁ, ତାଙ୍କୁ ଚିହ୍ନି ପାରିଲୁ ନାହିଁ। ସାଧୁକି ଫାରୁସୀ ମାନେ ଜିହୁଦୀ ଲୋକମାନଙ୍କୁ ତାଙ୍କୁ ଚିହ୍ନି ପାରିଲେ ନାହିଁ, ଇଏ ହିଁ ମସିହ ବୋଲିକି, ଇଏ ହିଁ ଉଦ୍ଧାରକର୍ତ୍ତା ବୋଲିକି ସେ ଜାଣିପାରିଲେ। ତେଣୁ କ୍ରୁଶରେ ନେଇ କ'ଣ କଲେ? ତାଙ୍କୁ ଚଢ଼େଇ ଦେଲେ। ତେଣୁ ଏପରି ଏକ ସମୟ ଆସିବ, ଯେଉଁ ସମୟରେ ଗୋଟିଏ ପଥର ଉପରେ ଆଉ ଗୋଟିଏ ପଥର ରହିବ ନାହିଁ। ତେଣୁ ପ୍ରେରିତ ପାଉଲ କହିଲେ, ରୋମିଓ ପୁସ୍ତକ 6:1 ଯଦି ଦେଖୁ, ଅନୁଗ୍ରହ ହେଲେ ତୁମେ ପାପରେ ରହିବ। ଅନୁଗ୍ରହ ପ୍ରଚୁର ହେଲେ କ'ଣ ଆମେ ପାପ କରିବା? ଭୟ କରିବା ନାହିଁ। ପଢ଼ିବା ଟିକେ। ତେବେ ଆମ୍ଭେମାନେ କ'ଣ କରିବା? ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ରହିବା? ତାହା କେବେ ହେ ନ ହେଉ। ପାପ ପ୍ରତି ମୃତ ଯେ ଆମ୍ଭେମାନେ, କିପରି ସେଥିରେ ଆଉ ଆମେମାନେ ଜୀବନ କାଟିବା? ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାପ୍ତିତ ହୋଇଅଛୁ, ନା ହଁ ସରି ଏଇ ପର୍ଯ୍ୟନ୍ତ ଆମେମାନେ ଜୀବନ କାଟିବା, କିପରି ସେଥିରେ ଆମେ ଜୀବନ କାଟିବା? ହାଲେଲୁୟା। ଆଜି ଲକ୍ଷ୍ୟ କରୁ ପ୍ରିୟମାନେ, ଅନୁଗ୍ରହ ଅଛି ବୋଲି ଲୋକମାନେ ପାପ ଉପରେ ପାପ କରି ଚାଲିଛନ୍ତି, ମନ ଇଚ୍ଛା ଭୁଲ ପଥକୁ ଯାଉଛନ୍ତି, ମିଛ କହୁଛନ୍ତି, ଗାଳି ଦଉଛନ୍ତି, ଅନେକ ବ୍ୟଭିଚାର କର୍ମ, ଅନେକ ପ୍ରଭୁଙ୍କର ସମ୍ପତ୍ତିକୁ ଲୁଣ୍ଠନ କରୁଅଛନ୍ତି। ଏପରି ଅନେକ ବିଷୟ ରହିଅଛି, ମନ ଇଚ୍ଛା ନିଜର ଜୀବନକୁ ବ୍ୟତୀତ କରି ଚାଲିଅଛନ୍ତି। ପ୍ରିୟମାନେ, କିନ୍ତୁ ପରମେଶ୍ୱର ବାକ୍ୟ ପ୍ରକାଶ କରି କହୁଅଛନ୍ତି, ଏପରି ଗୋଟିଏ ଦିନ ଆସିବ, ସମୟ ଆସିବ, କୃପାଦୃଷ୍ଟିର ସମୟକୁ ନ ବୁଝିବା ଦ୍ୱାରା, ଅନୁଗ୍ରହର ସମୟକୁ ନ ବୁଝିବା ଦ୍ୱାରା ବିଚାର ସମୟରେ ଆମମାନେ ଧରା ପଡ଼ିଯିବ ବୋଲି ସେ କହୁଛନ୍ତି। ତେଣୁ ଆଜି ସମୟ ଅଛି, ସେଇ ଅନୁଗ୍ରହ ସମୟକୁ ଆଜି ଆମମାନେ ବୁଝିବାର ଅଛି। ସେ ଅନୁଗ୍ରହର ସିଂହାସନ ନିକଟକୁ ଆଜି ଆମମାନେ ଯିବାର ଦରକାର ଅଛି। ନ ଯିବାର ଯେଉଁ ସୁଯୋଗ ରହିଅଛି, ଯିବାର ସେ ଯେଉଁ ସୁଯୋଗ ରହିଅଛି, ଅଧିକାର ରହିଅଛି, ତାକୁ ଯଦି ଆମମାନେ ନ ବୁଝୁ, ଆଉ ଆପଣ ଜୀବନକୁ ବିନଷ୍ଟ ଆଡ଼କୁ ନଉ, ତା ସେଥିପାଇଁ ପାଉଲ ପ୍ରେରିତ କହୁଛନ୍ତି ଏବ୍ରୀ 4:16 କ'ଣ? ଅତଏବ ଆସ, କୃପା ପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକଙ୍କ ଦୟା ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। ହାଲେଲୁୟା। ଉପକାର ପାଇବା ନିମନ୍ତେ, ତାଙ୍କର କୃପା ପ୍ରାପ୍ତି ନିମନ୍ତେ ତାଙ୍କର ସିଂହାସନ ନିକଟକୁ ଆଜି ଆମମାନେ ଯିବାର ଆବଶ୍ୟକତା ରହିଅଛି ପ୍ରିୟମାନେ। ହାଲେଲୁୟା। କିପରି ସାହସର ସହିତ, କି ପ୍ରକାର ସାହସରେ ପ୍ରିୟମାନେ, ହାଲେଲୁୟା, କ'ଣ ନିଜ ଧାର୍ମିକତା, ନା ନିଜ ଉତ୍ତମ କର୍ମ ଯୋଗୁଁ, ନା ସେଇ ଅନୁଗ୍ରହ ସମୟ ସକାଶୁ ତାଙ୍କ ନିକଟକୁ ଯିବାର ସୁଯୋଗ ରହିଛି, ସମୟ ରହିଛି, କ୍ଷମା ପାଇବାକୁ, ଉଦ୍ଧାର ପାଇବାକୁ। ହାଲେଲୁୟା। ସେ ଅନୁଗ୍ରହ ରହିଅଛି, ପଶ୍ଚାତାପ କରିବାକୁ, ନିଜର କୁପଥରୁ ଆଜି ମାନେ ଫେରିବାକୁ, ତାଙ୍କୁ ନିବେଦନ କରିବାକୁ, ତାଙ୍କ ସେଇ ଅନୁଗ୍ରହ ସିଂହାସନ ନିକଟକୁ ଆମେ ମାନେ ଯାଉ। ତାଙ୍କର ଆଜି ଚେତନା ପରାମର୍ଶ, ଯଦ୍ୱାରା ସେ ଆମମାନଙ୍କୁ କ'ଣ କରିବେ? କ୍ଷମା କରିବେ, ଆମ ପ୍ରତି ଦୟା କରିବେ। ନଚେତ୍ ସେଇ ଅନୁଗ୍ରହର ସମୟ ଯେତେବେଳେ ଚାଲିଗଲା ପରେ, ଯେତେ ଆମମାନେ ମୁଣ୍ଡ ପିଟିବା କି କାନ୍ଦିଲେ କି କଚାଡ଼ି ହେଲେ ବି କିଛି ଲାଭ ହେବ ନାହିଁ, ଆଉ କିଛି ଆମମାନଙ୍କୁ ମିଳିବ ନାହିଁ। ତେଣୁ ପରମେଶ୍ୱରଙ୍କର ବାକ୍ୟ ଆଜି କହୁଛି କ'ଣ? ଆଜିର ଏହି ଦିନରେ ତାଙ୍କର ସେଇ କୃପା ଦୃଷ୍ଟିର ସମୟକୁ ଜାଣିବା ନିହାତି ଜରୁରୀ ଅଟେ। ପ୍ରଥମ ବିଷୟ ଦୁଃସମୟ ଦେଖିଲୁ, ଦ୍ୱିତୀୟ ବିଷୟ ଶେଷ ସମୟ ଦେଖିଲୁ, ତୃତୀୟ ଅନୁଗ୍ରହ ସମୟ, କୃପା ଦୃଷ୍ଟିର ସମୟକୁ ଦେଖିଲୁ। ଚତୁର୍ଥ ବିଷୟ ଦେଖିବା, ଯୋହନ 4:21 ଲେଖା ହେଇଛି ଗୋଟେ ବିଷୟ। ଯୀଶୁ ତାହାକୁ କହିଲେ, ଆଗ ନାରୀ, ମୋ କଥା ବିଶ୍ୱାସ କର, ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଜେରୁସାଲେମ ସହରରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି।
आमे देखो परमेश्वर वाक्य रे उपासना बंद हबार एक समय कौन होची आसुची आ ए दिन मानकरे आम देशर परिस्थिति किपरि चलछि भाई भौणी माने आमे सब भले जानि अछु कहया पय चाहे एपरि गोटे दिन आसुची कि पहाड़ ऊपर उपासना चलिबो नाही कि नगर रे मध्य उपासना चलिबो नाही ता 24 पद पर्यंत आपण पढिले जानि पारिबे तेबे देखुछु परमेश्वर वाक्य जे पहाड़ रे उपासना चलिबो नाही कि नगर रे सब कोन हबो बंद हे जिवो प्रिय मान सदा प्रभु नाम गौरव और धन्यवाद हो ईश्वर वाक्य प्रकार आमे आमे से दिन रो देखिवाटा मान निमंते कष्ट हो जिवो से समय हम देखि परिबा नाही कि उपासना करि परिबा नाही लोकमान बाइबल पढ़ी पारिबे नाही प्रार्थना करि पारिबे नाही आराधना करि पारिबे नाही हालेलुया आमे जेबे हमर पड़ोसी राज्य छत्तीसगढ़ को देखिवा सेठार की खबर मन सब आसुछ अन्य स्थान ए दिन अनेक विषय गुड़ाक शुणा मिलुअछि कि प्रकार ताड़ना चली बंद होउछि प्रार्थना गृह गिर्जा गृह ये भंगारुजा चलछि कोठी मुष्टिमय हे प्रार्थना करबा निमंते बहुत ये होछि सोशल मीडिया मन देखुछु कि प्रकार घटना गुड़ाक चली अछि अनेक सारा अटक चली अछि लोक मान घरे घरे पसि अने कोठी भुवनेश्वर कोठी कोई बर्थडे पार्टी कोठी मिलित भाव प्रार्थना करले मते से माने जाई डिस्टर्ब करू अछंती हालेलुया ये प्रकार घटना मान हो अछि से माने सब यह वाक्य सफल हवा निमंते हो अछि अनेक विषय घटुଛି ଯାହାକି ଆମକୁ ବାହାର ଅନେକ କଥା ଆମ ଲୋକଲୋଚନକୁ ଆସି ମଧ୍ୟ ପାରୁନାହିଁ ଏସବୁ ଘଟଣା ଘଟୁଛି ଆମ ପଡ଼ୋଶୀ ରାଜ୍ୟରେ ଏଇ ନିକଟରେ ମଧ୍ୟ ଏବେ ନବରଙ୍ଗପୁର ଯାଇଥିଲେ କେତେ ଜଣ ସେଠାରେ କହୁଥିଲେ ସେଇପଟେ ବି ଘଟଣା ଘଟି ସବୁ ଆସିଲାଣି କେତେବେଳେ କ'ଣ ଘଟିବ ତାହା ଆଜି ଆମେ କହିପାରିବା ନାହିଁ ତେଣୁ ବର୍ତ୍ତମାନ ସମୟରେ ଯେତିକି ଆମେ ସମୟ ପାଉଛୁ ତାଙ୍କ ଆରାଧନାରେ ପୁଣି ତାଙ୍କର ଉପାସନାରେ ପ୍ରାର୍ଥନାରେ ମାନେ ସମୟ କାଟୁ ତାଙ୍କ ସେବା କରୁ ବାକ୍ୟ ପଢୁ ସର୍ବଦା ଆମେ ତାଙ୍କର ସହଭାଗିତାରେ ରହୁ ଆଣ୍ଠୁ ମାଡୁ ଆଉ କାନ୍ଦୁ ତାଙ୍କୁ ଧନ୍ୟବାଦ ଦଉ उपासनार बलि उत्सर्ग करू या ही आमनकर प्रकृष्ट समय अटे आउ ताहा जेतले बंद हो जिवो से समय नथिबो कि से सुजोग मध्य आम पय आउ नथिबो से मुहूर्त नथिबो सब चली जिवो आम जीवन रे से समय केबे आ माने पाई परिबा नै तेणु आम जीवन काल मध्य निजगु आम कोन करू ए दिन मागर परिवर्तन करू हमर मन को हम हृदय को हालेलुया प्रभु दैता समय को हम माने कोन करू अपव्यवहार न करू प्रिय माने से अमूल्य समय महत्व को बुझू आ ठीक रे व्यवहार करू सद्व्यवहार करू कारण काल मंद अटे बोली वाक्य कहूअछि समय मंद अटे को से समय दृष्टि रखी आम जीवन रे समय उचित व्यवहार करबा तेबे जीवन मध्य प्रभुकर उपासना करी आम माने कोन करा बंची जीवा आ जेउ माने वर्तमान समय रे उपासना प्रार्थना उपासना पुणी आत्मा रे सेवा कर चली प्रभुଙ୍କର आगमन पूर्व पृथ्वी रे जेतेबेले महाक्लेश घटिबो ता पूर्व मंडली सहित से माने कोन करबे रैप्चरिंग हे जे बोली कह जे ऊर्ध्व को नीत होई जिवे आउ जगतर से महाक्लेश रो वंचित होई जिवे किंतु जे मानक जीवन रे देखो उपासना नाही प्रार्थना नाही प्रशंसा नाही सेवा नाही सुप्त भाव रही से जीवन से क्लेश निमंते से दिन रही पार करवा पाखापाखि कह गले असंभव अटे हालेलुया कारण से शैतान राजनीति चलती 666 लागू होइथिबो सेतेबेले कहबे मूर्ति को मुंडिया मार नथि तो देख काटिदेबू एमती मारिदेबू असह्य क्लेश हबो वर्तमान समय भी तो आपण केतोटी घटना देखिथिबे जने भाई को जो सोशल मीडिया स्त्री को सिंदूर पिंधाइबा बाइबल को ठिया चढ़ी जीवा भली घटना हैला सेतिक से सही न पारि भी से स्वीकार कले आ से समय रे से कथा हम कहि परिया नै से समय रे अनेक प्रकार ताड़ना हबो जहा कि हमने से कथा चिंता भी करि पा नै जे प्रभु को लोक माने लेखा अछि से समय एक भयंकर समय ताको सहय करबा हमन को निमते असंभव हो जिवो अनेक से हारि जिवे बाध्य हेबे ए परि क्लेश घटिया को बड़ बड़ धार्मिक लोक भी पतित होई जे बोली कहा जाउछि हालेलुया कहिबा को चाहे सेही समय रे परमेश्वर को अस्वीकार करिया को अनेक बाध्य हेबे 100 रु 1% भी हेबे कि न हेबे माने जो माने शेष जाए धैर्य धरी रही पारिबे एबे भी तो देखो गोटे गोटे संस्था रे काम करिया लोक माने भी तांको सपोर्टिंग न मिले से माने पथचित रायगड़ा जो भाई कहउथिले आ सी तांको अंडर बहुत लीडर ये थिले लोक मान थिले सेवाकारी मान थिले किंतु किछि सपोर्टिंग न आसीबार के दिन पर से आलू प्याज दुकान करके बसथिले आ जोन भाई पते कोन भाई काम कले ना कोन करिया परिवार पोसिया पे न कले हो नै सेवा कार्य पूरा छाड़ी दैछथि तेणु ए उपासना कौन हम बंद होबार समय को आखि आगे रखी आम बेल थाउ थाउ सजग हवा और सचेतन हवा पुणी समय सठिक उपयोग करवा से क्लेश समय आसवा पूर्व आम कौन हवा समस्ते रैप्चरिंग हवा से शून्य मुंड रैप्चर हो जाइथिबार अछि प्रिय माने से महाभोज इनविटेशन कार्ड को माने हातेइबा को पड़ियो प्रभुंकर वाक्य आम आउ एक समय विषय टिके देखिबा जहाँ लिखा जाय जोहन 16:2 रे से माने तुम्भ माननको समाज गृह बाहर करिवे हाँ
ସମାଜ ଗୃହରୁ ବାହାର କରିବେ। ହଁ, ଏପରି ସମୟ ଆସୁଅଛି ଯେତେବେଳେ ଯେ କେହି ତୁମମାନଙ୍କୁ ବଦ୍ଧ କରେ ସେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପାସନା ରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ। କି ଭଳି ବୋଲି ଲେଖା ଅଛି? ଉପାସନା ରୂପ ବଳି ବୋଲିକି ଜଣକୁ ଯେତେବେଳେ ପ୍ରଭୁଙ୍କ ନାମ ସକାଶୁ ବଦ୍ଧ କରାଯାଉଛି ତା ଉପାସନା କରୁଛି, ଆରାଧନା କରୁଛି ବୋଲି ମନେ କରିବ ବୋଲିକିରି କୁହାଯାଉଛି। କେମିତି ଭୟଙ୍କର ସମୟ ହେବ ତାହା। ଏହାକୁ କୁହାଯାଏ ସମାଜଚ୍ୟୁତ କରିବାର ସମୟ। ଲୋକମାନେ ଏମାନେ ଖ୍ରୀଷ୍ଟିଆନ ଲୋକ ବୋଲି ଗାଁରୁ ତୋଡ଼ିଦେବେ, ଘରୁ ତୋଡ଼ିଦେବେ, ସମାଜ ବାହାର କରିଦେବେ, ଘର ଦେବେନି, ଜାଗା ଦେବେନି, ପାଣି ଦେବେନି, ବାଛନ୍ଦ କରିଦେବେ। ଏପରି କିଛି ଘଟଣା ବିଷୟରେ ଆମେ ମଧ୍ୟ ଅବଗତ ଅଟୁ। ରାୟଗଡ଼ା ଅଞ୍ଚଳରେ ହେଇଥିଲା ସେପଟେ। ବାଇବଲରେ ଲେଖା ଅଛି ସେମାନେ ମୋ ନାମରେ ସଦା ପ୍ରଭୁ ସମାଜ ଗୃହରେ ବସାଇବେ, କାରାଗାରରେ ନିକ୍ଷେପ କରିବେ, ମାରିବେ, ଅପମାନିତ କରିବେ। କାରଣ ଏହା ହେଉଛି ସମାଜଚ୍ୟୁତର ସମୟ। ଏ ପ୍ରକାର ଡେଞ୍ଜରିୟସ୍ ସମୟ ଆମମାନେ ଅଲରେଡି ପହଞ୍ଚି ସାରିଲୁଣି ପ୍ରିୟମାନେ। ତେଣୁ ଆଜି ଅନେକ ଖ୍ରୀଷ୍ଟିଆନ ଲୋକଙ୍କ ପ୍ରତି ତାଡ଼ନା ଘଟୁଛି। କାହିଁକି ନା ଏଇଟା ହେଉଛି ସେଇ ସମାଜଚ୍ୟୁତର ସମୟ। ଆମେ ଜାଣିସାରିଛୁ ଆମେ ଆଜି କୋଉ ସମୟ ଦେଇ ଗତି କରୁଛୁ। ତେଣୁ ଆମର ଏହା ଆତ୍ମସମୀକ୍ଷା କରିବାର ସମୟ, ଆତ୍ମସଂଯମତାର ସମୟ, ପ୍ରଭୁ ଭୟରେ ଚାଲିବାର ସମୟ, ପ୍ରାର୍ଥନା ଆଉ ଆମମାନଙ୍କର ସହଭାଗିତାରେ ବଢ଼ିବାର ସମୟ। ଘରୁ ଯେତେବେଳେ ବାହାରକୁ ଯାଉ ତାଙ୍କ ହସ୍ତରେ ନିଜକୁ ସମର୍ପିତ ହୋଇଯାଉ। କାରଣ ଆଗାମୀ ସମୟରେ କ'ଣ ଘଟିବ ଏଇ ସମୟରେ ତାହା ମାନେ ଜାଣିନାହୁଁ। କାରଣ କି ପ୍ରକାର କି ପ୍ରକାର ଘଟଣା ମାନେ ଦିନ ଘଟୁଛି ତାହା ଦେଖୁଛନ୍ତି। ଅନେକ ଦେଖୁଛୁ, ଖାଲି ତାଡ଼ନା କଥା କହୁନି, କି ପ୍ରକାର ଆକ୍ସିଡେଣ୍ଟ ମାନେ ହେଉଛି, ହାର୍ଟ ଆଟାକ୍ ହେଉଛି, ଅନେକ ରୋଗରେ ହଠାତ୍ ହଠାତ୍ ଲୋକମାନେ ମରିଯାଉଛନ୍ତି। କାରଣ ଯାହା ବି ହଉ କିଛି ବି ହେଇପାରେ। ଆମମାନେ ତାହା କେତେବେଳେ କ'ଣ ଘଟିବ ତାହା ମାନେ ଜାଣିନାହୁଁ। ତେଣୁ ଆମମାନେ କ'ଣ କରିବା? ଜାଗ୍ରତ ହେବା। ଘରେ ହଉ, କର୍ମକ୍ଷେତ୍ରରେ ହଉ, ସ୍କୁଲରେ ହଉ, କଲେଜରେ ହଉ, ମଣ୍ଡଳୀରେ, ହାଟ ବଜାର ଯୋଉଠି ବି ହଉନା କାହିଁକି ସମୟ କାଳ ମନ୍ଦ ଅଟେ। ଆଉ ଜାଗ୍ରତରେ ଥାଇ ମଧ୍ୟ ଯେବେ କିଛି ଘଟଣା ଘଟୁଛି ତାହେଲେ ସେଇଟା ପ୍ରଭୁଙ୍କର ଜ୍ଞାତ ସାରରେ ତା ହଉଅଛି ବୋଲି ଆମମାନେ ବିଶ୍ୱାସ କରୁ। ହାଲେଲୁୟା। ଆଉ ଏକ ସମୟ କହିକି ଲାଷ୍ଟ କରିବି, ଲାଷ୍ଟ ଏଇଟା ପ୍ରଭୁଙ୍କର ଗୌରବ। ହଁ, ଗୌରବ ଶେଷ ବିଷୟରେ ଆମେ ଦେଖିବା ବାକ୍ୟରୁ ଭୀଷଣ ସମୟ, ଏଇଟା ଯାହାକି 2 ତିମୋଥୀ 3:1-5 ମଧ୍ୟରେ ଲେଖା ଅଛି। କିନ୍ତୁ ଏହା ଜାଣିଥାଅ ଯେ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ। କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହ ଶୂନ୍ୟ, ଅମିଳନ ପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟରେ ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱର ପ୍ରିୟ ନ ହୋଇ ବରଂ ବିଳାସ ପ୍ରିୟ ହେବେ। ସେମାନେ ଭକ୍ତିର ବେଶ ଧରନ୍ତି କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। ଏପରି ଲୋକମାନଙ୍କ ଠାରୁ ଅନ୍ତର ହୁଅ। ହାଲେଲୁୟା। ଏଠାରେ ଦେଖୁ ପାଉଲ ତିମୋଥୀ କହୁଛନ୍ତି ଶେଷ ସମୟ ଏକ ଭୀଷଣ ସମୟ ଅଟେ। କି ସମୟ? ଭୀଷଣ ସମୟ। ଆଉ ଏ ଭୀଷଣ ସମୟରେ ଗୋଟେ ବିଚିତ୍ର ଘଟଣା ଘଟିବ ଯାହା ଆମେ ପଢିଲୁ। ଏହା ଜାଣ ଯେ ଶେଷ କାଳରେ ଭୀଷଣ ସମୟ ମଧ୍ୟରେ ଆଉ ଲୋକମାନେ କ'ଣ କରିବେ? ଶକ୍ତିକୁ ଅସ୍ୱୀକାର କରିବେ। ହାଲେଲୁୟା। ବର୍ତ୍ତମାନ ଦେଖୁ ଲୋକମାନେ ଏଇ ଦିନ ମାନଙ୍କରେ ପବିତ୍ର ଆତ୍ମାଙ୍କର ବିରୁଦ୍ଧରେ ବେଶୀ କଥାବାର୍ତ୍ତା ହେବେ। ଆମେ ସୋସିଆଲ ମିଡିଆରେ ଦେଖୁଛୁ, ପାଷ୍ଟର ପାଳକମାନଙ୍କ ମଧ୍ୟରେ ଦେଖୁ ଟଣା ଓଟରା ଚାଲିଛି। ଶକ୍ତିକୁ ଅସ୍ୱୀକାର, ଭକ୍ତିର ଭେକ ଧରିଥିବେ କିନ୍ତୁ ଶକ୍ତିକୁ ଅସ୍ୱୀକାର କରିବେ। ସରି, ପବିତ୍ର ଆତ୍ମା ନାହିଁ ବୋଲି କହିବେ, କି ମିରାକିଲ ନାହିଁ କହିବେ, କି ହିଲିଂ ନାହିଁ କହିବେ, କିନ୍ତୁ ବାଇବେଲରେ ଲେଖା ଅଛି ଯୀଶୁ ତାହା କରୁଥିଲେ ବୋଲି, ଆଉ କରିଅଛନ୍ତି ବୋଲି। ଆଜି ଲୋକମାନେ ସେ ବିଷୟରେ ତର୍କ କରୁଛନ୍ତି, ବିବାଦ ଚାଲିଛି। ପରମେଶ୍ୱର ବାକ୍ୟରୁ ଦେଖିବେ ଏହା କି ଭୀଷଣ ସମୟରେ ଆମ୍ଭେମାନେ ଅଛୁ। ଆଉ ଏହା ଏମିତି ଏକ ସମୟ, କେହି କାହାକୁ ମାନିବେ ନାହିଁ ବୋଲି ପଢିଲୁ। ସେଇ ସମୟରେ ଆମେ ଟିକେ ଜାଗ୍ରତ ହବାର ଅଛି, ସତର୍କ ହବାର। ସେଥିପାଇଁ ବାଇବେଲରେ ଲେଖା ଅଛି ନା, ଅସାର କଥାରୁ ତୁମେ କ'ଣ ହୁଅ? ପୃଥକୀକୃତ ହୁଅ। ଯୋଉଠି ଅସାର କଥା ଚାଲିଛି, ଯୁକ୍ତି ତର୍କ ଚାଲିଛି, ଥଟ୍ଟା ମଜା ଚାଲିଛି, ସେଇ ସ୍ଥାନରୁ ଆମେ ଧୀରେ ଚାଲିଯିବା, ଅନ୍ତର ହେବା। କାରଣ ଏ ପ୍ରକାର ସମୟରେ ଆମେ ଅଛୁ। ଆଜିର ଦୁନିଆରେ ଏ ପ୍ରକାର ସମୟ ଆସି ପହଞ୍ଚି ସାରିଛି। ଆଉ ସେଇ ସମୟ ମଧ୍ୟରେ ଆମେ ଗତି କରୁଛୁ, ଆଉ ସେଇ ସମୟ ଭିତରେ ବଞ୍ଚୁଛୁ। ତେଣୁ ଆମେ ନିଜକୁ କଣ୍ଟ୍ରୋଲ କରୁ। ତେଣୁ ପାଉଲ କହିଲେ ତୁମ୍ଭେମାନେ ନିଜ ନିଜକୁ ଆତ୍ମସଂଯମ କର, ସେଲ୍ଫ କଣ୍ଟ୍ରୋଲ କର, ବସରେ ରଖ। ତେଣୁ ପାଉଲ ତିମୋଥୀଙ୍କ ନିକଟକୁ ତିମୋଥୀ କହିଲେ, ତିମୋଥୀ ତୁମେ ଜାଗ୍ରତ ହୁଅ, କାରଣ ତୁମେ ଭୀଷଣ ସମୟରେ ପହଞ୍ଚି ଅଛ। ତେଣୁ ମୋ ପ୍ରିୟମାନେ ଆଜିର ଏହି ଶିକ୍ଷା ପ୍ରକାରେ ସମୟକୁ ଦୃଷ୍ଟିରେ ରଖି ଚାଲନ୍ତୁ। ଏ ଭୀଷଣ ସମୟରେ ନିଜକୁ ସୁରକ୍ଷିତ ରଖନ୍ତୁ। ପ୍ରଭୁଙ୍କ ସାନ୍ନିଧ୍ୟରେ ସବୁବେଳେ ଚାଲନ୍ତୁ। ପ୍ରଭୁଙ୍କ ସେବାରେ, ପ୍ରାର୍ଥନାରେ, ଆରାଧନାରେ, ଉପାସନାରେ, ବାକ୍ୟରେ ଆହୁରି ଅଧିକ ପ୍ରଭୁରେ ବଞ୍ଚନ୍ତୁ। କାହିଁକି ନା ଆପଣମାନେ ଏହି ଭୀଷଣ ସମୟରୁ ରକ୍ଷା ପାଇବାକୁ ଯଦି ଚାହୁଁଛନ୍ତି, ଏହାକୁ ନିଜସ୍ୱ ଆମମାନେ କରିବା। ସେଥିପାଇଁ ଯୀଶୁ ଶିଷ୍ୟମାନଙ୍କୁ କହିଲେ ଜାଗ୍ରତ ରହି ପ୍ରାର୍ଥନା କର,
ଯେପରି ପରୀକ୍ଷାରେ ନ ପଡ଼। ମୋ ପ୍ରିୟ ଲୋକମାନେ, ସବୁଠୁ ବିଡ଼ମ୍ବନାର ବିଷୟ, ଆମେ ଆଜି ସମସ୍ତେ ସେଇ ପରୀକ୍ଷା ମଧ୍ୟରେ ଗତି କରି ଚାଲିଛୁ। ପରୀକ୍ଷା ଯେପରି ନ ପଡ଼ିବା, ସେଥିପାଇଁ ଆମେମାନେ ଚିନ୍ତା କରିବା। ତେଣୁ ପରମେଶ୍ୱର ବାକ୍ୟ ଆଜି ଆମକୁ ଶିକ୍ଷା ଦେଉଛି, ଏଇ ଦିନମାନଙ୍କରେ ଆମେ ଜୀବନକୁ ସଜାଡ଼ୁ, ପ୍ରସ୍ତୁତ ହଉ ଆଉ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ। ସେଥିପାଇଁ ଦାଉଦ କହିଲେ, ଦୁଃସମୟରେ, ଦୁଃଖ ସମୟରେ ବା ଦୁଃସମୟରେ, ସଙ୍କଟ ସମୟରେ ଆମକୁ ଡାକ ପକା, ତହିଁରେ ଆମେ ତୁମକୁ ଉତ୍ତର ଦେବା। ଆଜି ଆମେ 6ଟି ବିଷୟରେ ଦେଖିଲୁ। ଗୋଟିଏ ହେଲା ଦୁଃସମୟ, ଦ୍ୱିତୀୟ ଶେଷ ସମୟ, ତୃତୀୟଟି ଅନୁଗ୍ରହର ବା କୃପା ଦୃଷ୍ଟିର ସମୟ, ଚତୁର୍ଥରେ ଉପାସନା ବନ୍ଦ ହେବାର ସମୟ, ପଞ୍ଚମରେ ସମାଜଚ୍ୟୁତ ହେବାର ସମୟ ଆଉ ଷଷ୍ଠଟି ହେଲା ଭୀଷଣ ସମୟ। ତେଣୁ ଏହି ସମୟ ମଧ୍ୟରେ ନିଜକୁ ପରିବର୍ତ୍ତନ କରୁ, ପ୍ରକୃତ ଖ୍ରୀଷ୍ଟିଆନର ଜୀବନ ଆମେ ବ୍ୟତୀତ କରୁ।